ବିଜୁ ଲିଗାସିଟା ଆଉ କ'ଣ ବିଜେଡି ଅଛି ଆଉ କ'ଣ କହିବି ଯଦି ଅଛି ସେ ରହିବ ସେମିତି ଥାଉ କ୍ଷତି କ'ଣ ବିଭିନ୍ନ ଲୋକଙ୍କର ଅଧିକାର ଅଛି ଦଳ ଗଢ଼ିବା ପାଇଁ କିଏ ଗୋଟେ ଦଳ ଗଢ଼ିଗଲା ସେଥିରେ ଆମେ କାହିଁକି ତାକୁ ବିରୋଧ କରୁ କ'ଣ ପାଇଁ କରୁ ଡେମୋକ୍ରେସି ଆପଣମାନେ ଯେଉଁଭଳି ପଚାରୁଛନ୍ତି ଏମିତି ଉତ୍ତର କହିକି ଦେବେନି ଦେଇ ସାରିଲାଣି ବିଜୁ ବାବୁଙ୍କର ତ ଲିଗାସି ରେକଗ୍ନାଇଜ୍ ଅସୁବିଧା ନାହିଁ କିନ୍ତୁ କ'ଣ କରୁଛନ୍ତି ମୁଁ ଜାଣିନି ମୋତେ ବି ନିମନ୍ତ୍ରଣ କହିଛନ୍ତି ତେଣୁ ମୁଁ ତ ବିଜୁ ବାବୁଙ୍କ ଲୋକ ତେଣୁ ଅଭିୟସଲି କ'ଣ ହବ ମୁଁ ସିନା ଗଲେ ଜାଣିବି ଆପଣ ଯିବେ ଆସନ୍ତା କେବେ ମୋତେ ଡାକିଛନ୍ତି ମୁଁ ଯାଏ ଜାଣିଛି ଡାକିଛନ୍ତି ବିଜୁ ବାବୁଙ୍କ ଯିବାର ଅସୁବିଧା କ'ଣ ଅଛି ସାର୍ କିନ୍ତୁ ଚର୍ଚ୍ଚା ହଉଛି ବିଜୁ ନେତା ଯୋଉ ମେଳି ହଉଛନ୍ତି ଗୋଟେ ନୂଆ ଦଳ ଗଠନ କରାଯିବ ସେଇଟା ମୁଁ ଜାଣିନି ମୁଁ କେମିତି ଗୋଟେ କହିଦେବି ବୁଝିଲେ ମୋ ସ୍ୱାସ୍ଥ୍ୟ କେବେ ଖରାପ ହୁଏ ନା ଷ୍ଟୋନ୍ ଗୋଟେ କ'ଣ ଫର୍ମେସନ୍ ହେଇଗଲା ଗଲି ମେଡ଼ିକାଲକୁ ସେଇଟା କ'ଣ ଆଜି ଡାକିଛନ୍ତି ସେମାନେ ଅପେକ୍ଷା କରିଛନ୍ତି ତେଣୁ ସେ ଦୃଷ୍ଟିରୁ ନିଶ୍ଚୟ ଶ୍ରଦ୍ଧାଞ୍ଜଳି ଦେବାର କ'ଣ ଅପରାଧ ସେଇଟା ସୌଭାଗ୍ୟ ମୋର ତେଣୁ ସେ ଦୃଷ୍ଟିକୋଣରୁ ଏଥିରେ ତ କିଛି ନାହିଁ ସବୁ ଦଳ ଲୋକ ଡାକିଛନ୍ତି ଆଉ ବିଜେପି ଲୋକ ବି ସେଠି ଯାଉଛନ୍ତି ମୁଁ କାହିଁ ଆଉ ଯିବି ମୁଁ ତ ବିଜେପି ଲୋକ ବର୍ତ୍ତମାନ ଆଉ ବିଜେପିଙ୍କ ଲୋକ ଯାଉଛି ନୂଆ ଦଳ ଗଠନ ହୁଏ ନୂଆ ଦଳ ନୁହେଁ ସାର୍ କୁହାଯାଉଛି ଯେ ଯେଉଁମାନେ ବିଜୁ ଲିଗାସି ପ୍ରକୃତରେ ବିଜୁ ବାବୁଙ୍କ ସହିତ ଥିଲେ ସେମାନେ ଚାହୁଁଛନ୍ତି ଗୋଟେ ନୂଆ ଫର୍ମ କରିବା ପାଇଁ ପ୍ରକୃତରେ ଓଡ଼ିଶାର ସ୍ୱାର୍ଥ ମୁଁ ତ ଜାଣିନି ଲିଗାସିକୁ ନେଇକି ଲିଗାସି କି ନେଇକି କ'ଣ କରିବି ତ ଅଲରେଡ଼ି ବିଜୁ ପଟ୍ଟନାୟକ କଟକ ସହର ଦୁଇଟି ବରପୁତ୍ରକୁ ଜନ୍ମ ଦେଇଥିଲା ନେତାଜୀ ସୁଭାଷ ଚନ୍ଦ୍ର ବୋଷକୁ ଏବଂ ବିଜୁ ପଟ୍ଟନାୟକ ଏଇଟା ମୋର କହିବାର ଉଦ୍ଦେଶ୍ୟ ହେଉଛି ଏଭଳି ବରପୁତ୍ରମାନେ ଜନ୍ମ ନିଅନ୍ତୁ ଏବଂ ସେ ଯେଉଁ ରାଜନୀତି ଏବେ ନାହିଁ ସବୁ ବଦଳି ଯାଇଛି ତାରି ଭିତରେ ଆମେ ଲଢ଼େଇ କରୁଛେ ବଞ୍ଚୁଛେ ଆପଣମାନେ ସାମାଜିକ ବ୍ୟବସ୍ଥା ଭିତରେ ଯେଉଁଭଳି ସବୁ ପ୍ରଦର୍ଶନ କରୁଛନ୍ତି ସତ୍ୟତାକୁ ସେଇଟା ମୁଁ ସମର୍ଥନ କରୁଛି ସାର୍ ଯଦି ପୁରୁଣା ଲୋକ କିଛି ଏକାଠି ହେଇକି ବିଜୁ ଲିଗାସିକୁ ନେଇକି ଆଗକୁ ବଢ଼ନ୍ତି ଆପଣ ତାଙ୍କ ସାଙ୍ଗରେ ରହିବେ ସେ କଥା ମୋତେ ପଚାରନ୍ତୁ ନାହିଁ ମୋତେ ଯେଉଁଭଳି ଭାବରେ ହତ୍ୟା କରିବା ହେଇଛି ରାଜନୀତିରେ ମୁଁ କହିବା ଉଚିତ ନୁହେଁ କାରଣ ମୋ ପାଖରେ ତ ପଇସା ନାହିଁ ମାଗଣା ମାଣା ଏତେ ବାଟ ଆସିଲା କେତେ ଜିତିଥାନ୍ତେ ମୁଁ ଆଉ ସବୁ କଥା ଗୁଡ଼ା ପଚାରନ୍ତୁନି ପଚାରିଦେଲେଣି ବହୁତ ବହୁତ କହିଦେଲେ କୁହାଯାଉଛି ଏଇ ଯୋଉ ବିଜୁ ଲିଗାସି କରାଯାଉଛି ବିଜେଡି କୁ ଭାଙ୍ଗିବା ପାଇଁ ଗୋଟେ ପ୍ରୟାସ ବିଜୁ ଲିଗାସିଟା ଆଉ କ'ଣ ବିଜେଡି ଅଛି ଆଉ କ'ଣ କହିବି ଯଦି ଅଛି ସେ ରହିବ ସେମିତି ଥାଉ କ୍ଷତି କ'ଣ ବିଭିନ୍ନ ଲୋକଙ୍କର ଅଧିକାର ଅଛି ଦଳ ଗଢ଼ିବା ପାଇଁ କିଏ ଗୋଟେ ଦଳ ଗଢ଼ିଗଲା ସେଥିରେ ଆମେ କାହିଁକି ତାକୁ ବିରୋଧ କରୁ କ'ଣ ପାଇଁ କରୁ ଡେମୋକ୍ରେସି ଆପଣମାନେ ଯେଉଁଭଳି ପଚାରୁଛନ୍ତି ଏମିତି ଉତ୍ତର କହିକି ଦେବେନି ଦେଇ ସାରିଲାଣି